Hello everyone, welcome to our channel. Class 10 ର ଭୂଗୋଳର ପ୍ରଥମ ଅଧ୍ୟାୟରେ ଯୋଉଟା ଦ୍ୱିତୀୟ ପାଠ ଆମର ରହିଛି ଭୂ ସମ୍ବଳ। ତ ଆମେ ସମ୍ବଳ ଆମେ ଲାଷ୍ଟ କ୍ଲାସରେ ଆଟେଣ୍ଡ କରିଥିଲେ। ସମ୍ବଳ ବିଷୟରେ ଆମେ ଗୋଟେ ବେସିକ ଆଇଡିଆ ଜାଣିଥିଲେ କି କଣ କଣ ରହୁଛି ସମ୍ବଳ, ତାର ସଂରକ୍ଷଣ କାହିଁକି ଆବଶ୍ୟକ, ସମ୍ବଳର ବ୍ୟବହାର କଣ ରହୁଛି। ଏବଂ ବର୍ତ୍ତମାନ ଆମେ ପଢିବା ଭୂ ସମ୍ବଳ ବିଷୟରେ। ଭୂ ସମ୍ବଳ କାହାକୁ କୁହାଯାଉଛି, ତାର ବିନିଯୋଗ, ତାର ସଂରକ୍ଷଣ କେମିତି କରିବା, ଏସବୁ ବିଷୟରେ ଗୋଟେ ଆମେ ଆଇଡିଆ ପାଇବା। ସୋ ଡେରି ନକରି ଷ୍ଟାର୍ଟ କରୁଛୁ। ଆମେ ମାନେ କୋଉଠି ରହୁଛେ? ମାଟି ଉପରେ ରହୁଛେ। ଆମେ ପୃଥିବୀ ଆମେ ଯଦି ଦେଖିବା ଆମର ନିଜର ପୋଜିସନ ଟା କଣ ରହୁଛି, ଏଇ ସୌରଜଗତ ଭିତରେ ଆମର ରହୁଛି ପୃଥିବୀ। ପୃଥିବୀ ଉପରେ ଆମର ଯୋଉ ରହିଲା ଭୂମି, ତା ଉପରେ ଆମେ ବାସ କରୁଛୁ। ଆମର ସମସ୍ତ ପ୍ରକାର ସାମାଜିକ ଏବଂ ଅର୍ଥନୈତିକ କାର୍ଯ୍ୟକଳାପ ୟାରି ଉପରେ ହିଁ ହଉଛି, ଏଇ ମାଟି ଉପରେ ହିଁ ହଉଛି। ଆମର ଭୂମି ଉପରେ ବିଭିନ୍ନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ଭୂମିକୁ ବ୍ୟବହାର କରିଥାଉ। ସେଥିପାଇଁକା ଭୂମି କଣ କରାଯାଉଛି ନା ମୌଳିକ ପ୍ରାକୃତିକ ସମ୍ବଳ ଏବଂ ପ୍ରକୃତିର ଏକ ଅମୂଲ୍ୟ ଦାନ ଭାବରେ ବିଚାର କରାଯାଇଥାଏ। ଭୂ ସମ୍ବଳର ବିନିଯୋଗ କଣ କଣ ରହୁଛି ନା ଭୂମି ପ୍ରକୃତିର ସମସ୍ତ ପରିସଂସ୍ଥାରେ ଥିବା ସମଗ୍ର ଜୀବଜଗତର ଭାର ବହନ କରୁଛି। ଆମେ ମାଟି ଉପରେ ରହୁଛୁ, ଆମ ଭାରଟାକୁ ସେ ବହନ କରୁଛି। ମନୁଷ୍ୟ ଭୂମିକୁ ବିଭିନ୍ନ ପ୍ରକାର ବ୍ୟବହାର କରୁଛି। କଣ ନା ଖାଇବା ପାଇଁ ଆମେ ଚାଷବାସ କରୁଛେ ମାଟି ଉପରେ ହିଁ। ଆମ ପୋଷାକ ପିନ୍ଧିବାର ଅଛି, କପା ଚାଷ ଆମେ କରୁଛେ ତାରି ଉପରେ। ଘରେ ରହିବାର ଅଛି, ଘର କରୁଛେ ତାରି ଉପରେ। ତ ବେସିକ ନେସେସିଟିଜ ଆମର ଯାହା ରହିଲା ମୌଳିକ ଆବଶ୍ୟକତା ସବୁତକ ଭୂମି ଉପରେ ହିଁ ହଉଛି। ଆମର ଶିଳ୍ପ କେନ୍ଦ୍ର ଆମେ ସ୍ଥାପନ କରୁଛେ ବର୍ତ୍ତମାନ ସମୟରେ, ଯେତେ ଆମେ ଡେଭଲପମେଣ୍ଟ କରି ଚାଲିଛେ, ଯୋଉ ଆମର ଜିଡିପି ଆମେ କହିକି ଚାଲିଛେ। ତ ଜିଡିପି ଆମର କେମିତି ବଢୁଛି? ଏଇ ଶିଳ୍ପ ପ୍ରତିଷ୍ଠାନ ସକାଶେ ବଢୁଛି। ତ ଏଇ ଶିଳ୍ପ ହେଲା ଶିକ୍ଷା କହିବା। ମୁଁ ସପୋଜ ଏଠି ଭିଡିଓ ବି ରେକର୍ଡ କରୁଛି, ତ ଏଇଟା କେମିତି ତୁମ ପାଖରେ ପହଞ୍ଚୁଛି ନା ଡାଟା ସେଣ୍ଟର ଗୋଟେ ଅଛି। ୟୁଏସଏ ରେ ହଉ ବା ଇଣ୍ଡିଆରେ ହଉ, ଡାଟା ସେଣ୍ଟର ଗୁଡିକ ଗଢି ଉଠୁଛି। ଡାଟା ସେଣ୍ଟରକୁ ଯାଉଛି ଡାଟା, ତାପରେ ଡାଟା ତୁମ ପାଖରେ ଫିଡ୍ ହଉଛି, ୟୁଟ୍ୟୁବରେ ତୁମେ ଦେଖିପାରୁଛ। ତ ଏହା ପାଇଁକା ଯାହା ସବୁ ସରଞ୍ଜାମ ଗଠନ କରାଗଲା ସେଗୁଡିକ ସବୁ ଭୂମି ଉପରେ ହିଁ ରହୁଛି। ଆମେ ଯୋଉ ମେସିନ ତିଆରି କରୁଛେ ସେଗୁଡା ଗୋଟେ ଶିଳ୍ପ କେନ୍ଦ୍ରରେ ତିଆରି ହଉଛି, ସେଇଟା ବି ଆମର ଯାଉଛି ଭୂମି ଉପରେ। ଗାଁ ସହର ଆମେ ଯୋଉଠି ରହୁଛେ, ବଜାର ସବୁ କିଛି ଭୂମି ଉପରେ। ରାସ୍ତାଘାଟ କୁହ, ରେଳପଥ, ଉଡାଜାହାଜ ପଡିଆ, ସାମୁଦ୍ରିକ ବନ୍ଦର, ନଦୀ ବନ୍ଧ, କେନାଲ ଇତ୍ୟାଦି ପରିବହନ ମାଧ୍ୟମ ନିର୍ମାଣ କରାଯାଇଥାଏ। ଯୋଉ ବିଭିନ୍ନ ପ୍ରକାର ଖଣିଜ ଦ୍ରବ୍ୟ ଆମେ ଉତ୍ତୋଳନ କରିଛେ, ଆଉ ସେଇଟାକୁ କଞ୍ଚାମାଲ ଭାବରେ ବ୍ୟବହାର କରିକି ଆମର ଯୋଉ ଶିଳ୍ପ କେନ୍ଦ୍ର ମାନଙ୍କୁ ଯୋଗାଇ ଦିଆଯାଇଥାଏ, ସେଗୁଡିକ ମଧ୍ୟ ଏରି ଉପରେ ରହୁଛି। ଅରଣ୍ୟ ଏବଂ ତୃଣଭୂମି ରହୁଛି। ଯୋଉ ଅରଣ୍ୟ ଆମକୁ ଏଇ ଯୋଉ ବିଶ୍ୱ ତାପନରୁ ବଞ୍ଚଉଛି, ଆମକୁ ଅକ୍ସିଜେନ ଯୋଗାଉଛି, ତ ସେଇଗୁଡିକ ଏଇ ଭୂମି ଉପରେ ହିଁ ରହୁଛନ୍ତି। ତ ଏଇପରି ଭାବରେ ଭୂମି ଆମର ବହୁତ ପ୍ରକାର କାର୍ଯ୍ୟରେ ଲାଗୁଛି। ଏ ନୋଟରେ ପୁରା ଭଲସେ ଲେଖା ଯାଇଛି ପଏଣ୍ଟ ୱାଇଜ। ତ ତୁମେ ସେଟା ଦେଖିପାରିବ, ୱେବସାଇଟରୁ ହିଁ ତୁମେ ନୋଟଟା କଲେକ୍ଟ କରିପାରିବ। ବର୍ତ୍ତମାନ ଦେଖିବା ଭୂ ସମ୍ବଳ ପ୍ରକାର ଭେଦ। ଭୂପୃଷ୍ଠ ଉଭୟ ଜଳଭାଗ ଏବଂ ସ୍ଥଳଭାଗକୁ ନେଇ ଗଠିତ। ଆମେ ଜାଣିଛେ କଣ ନା ସ୍ଥଳଭାଗ ରହୁଛି 29% ଏବଂ ଜଳଭାଗ ରହୁଛି 71%। ଏଇ ଯୋଉ ପୃଥିବୀକୁ ତୁମେ ଯଦି ଦେଖିବ, ତୁମକୁ ବହୁତ ଅଧିକ ପରିମାଣ ଦେଖାଯାଉଛି। ଏଇ ବ୍ଲୁ କଲର ଯୋଉ ଦେଖାଯାଉଛି ଆମର ମହାସାଗର ଗୁଡିକ ରହିଲେ, ଏଗୁଡା ପାଖାପାଖି 71% ଜଳଭାଗ ରହୁଛି, ଆଉ 29% ହିଁ ସ୍ଥଳଭାଗ ରହୁଛି। ଓକେ, ଉଚ୍ଚାବଚ ଦୃଷ୍ଟିରୁ ସ୍ଥଳଭାଗକୁ ତିନି ଭାଗରେ ବିଭକ୍ତ କରାଯାଉଛି। କଣ କଣ? ପ୍ରଥମେ ଆସିଲା ପାର୍ବତ୍ୟ ଭୂମି, ଯୋଉଟା କି ଅଧିକ ଉଚ୍ଚତା ବିଶିଷ୍ଟ। ଆମେ ପାର୍ବତ୍ୟ ଭୂମିକୁ ଦେଖୁଛେ ଯୋଉଟା କି ଅଧିକ ଉଚ୍ଚତା ବିଶିଷ୍ଟ, ଏବଂ ଏଇଟା ତୀଖ ଢାଲୁ ଏବଂ ଶୃଙ୍ଗ ବିଶିଷ୍ଟ ଅଟନ୍ତି। ପାର୍ବତ୍ୟ ଭୂମିର କାର୍ଯ୍ୟ କଣ ରହୁଛି ନା ଜାଣିଛେ ବିଭିନ୍ନ ପ୍ରକାର ଗ୍ଲାସିୟର ଯୋଉ ରହୁଛନ୍ତି, ଯୋଉଗୁଡିକ ଆମେ ବଡ ବଡ ନଦୀ ଗୁଡାକରେ ଆମେ ଦେଖୁଛେ ଉତ୍ସ ରହୁଛନ୍ତି। ଗଙ୍ଗା ନଦୀ ଆମେ ଦେଖିବା ଗଙ୍ଗୋତ୍ରୀ ଗ୍ଲାସିୟରରୁ ଆସିଛି, କି ତୁମେ ଅନ୍ୟ ଯେତେ ବି ପ୍ରକାର ଦେଖୁଛ, ବ୍ରହ୍ମପୁତ୍ର ହେଲା ବା ସିନ୍ଧୁ ନଦୀ ହେଲା, ସେଗୁଡିକ ସବୁ ବିଭିନ୍ନ ପ୍ରକାର ପାହାଡରୁ ବାହାରିଛନ୍ତି। ପାହାଡ ଗୁଡିକ ଜଳ ଉତ୍ସ। ପର୍ଯ୍ୟଟନ ପାଇଁକା ମଧ୍ୟ ଏଗୁଡିକ ରହିଛନ୍ତି। ଯୋଉଠି ଉତ୍ତରାଖଣ୍ଡ ହେଲା, ହିମାଚଳ ପ୍ରଦେଶ ହେଲା ଆମର ଭାରତରେ, ସେ ଜାଗାରେ ଆମେ ଜାଣିଛେ ବହୁତ ପରିମାଣରେ ପର୍ଯ୍ୟଟନ ଶିଳ୍ପ ଚାଲିଛି। ପାରିବେଶିକ ସନ୍ତୁଳନ, ପରିବେଶରେ ସନ୍ତୁଳନ ରକ୍ଷା କରୁଛନ୍ତି। ଗଛ ଗୁଡିକ ପର୍ବତରେ ରହୁଛନ୍ତି, ଯୋଉମାନେ ପ୍ରଚୁର ପରିମାଣରେ ଆମକୁ ଅକ୍ସିଜେନ ଯୋଗାଉଛନ୍ତି ଏବଂ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ମଧ୍ୟ ଗ୍ରହଣ କରିକି ଆମର ସବୁଜ କୋଠରୀ ପ୍ରଭାବକୁ ହ୍ରାସ କରୁଛନ୍ତି। ମାଳଭୂମି, ମାଳଭୂମି କଣ ନା ମଧ୍ୟମ ଉଚ୍ଚତା ବିଶିଷ୍ଟ ସମ ଉଚ୍ଚ ବାଲା ଜାଗା, ଯୋଉଠିକି ଆମର ଖଣିଜ ସମ୍ବଳ ଥାଏ, କୋଇଲା, ବିଭିନ୍ନ ପ୍ରକାର ଜଙ୍ଗଲ ଥାଏ, ବନ୍ୟ ପ୍ରାଣୀ ମଧ୍ୟ ରହିଥାଏ, ବିଭିନ୍ନ ସମ୍ବଳର ଗନ୍ତାଘର। ମାଳଭୂମି ବିଷୟରେ ତୁମେ ଡିଟେଲରେ ପାଇବ କ୍ଲାସ 9th ର ମୁଁ ଲେକ୍ଚର ଅପଲୋଡ କରିଥିଲି।
सेकेंड चैप्टरटा बोध थिला भारतर प्राकृतिक जहाँ रही विभाग से ही चैप्टरटारे तुम्हें भलसे देख पारिबो मालभूमि कौन मालभूमि केते प्रकार मालभूमि भारत में रही दाक्षिणात्य मालभूमि कौन एवं उत्तरस्थ मालभूमि आम जो गुड़े रहिले मध्य भाग में से गुड़े कौन रही से सब विषय डिटेल तुम्हें से वीडियो रे पाई पारिबो। देन रहिला समतल भूमि जोटी आम नॉर्मली रोचे कम उच्चता विशिष्ट नदी उपत्यका एवं समुद्र उपकूलवर्ती अंचल मु तो पुरी रे रहउची तेणु करी मोर माने पुरी डिस्ट्रिक्ट रे तो मु समतल भूमि रे रहउची समुद्र आम घर पाखरे कार्य कृषि शिल्प जनबसति इत्यादि सुविधा जोगाई थाए समतल भूमि जिते भी तुम्हें देखियो ना हमर जनबसति मैक्सिमम रही हमर जो सिविलाइजेशन गढ़ी उठिला प्राचीन काल रे मैक्सिमम यही समतल भूमि रे माने नदी कूल रे ही गढ़ी उठिला न समुद्र पाखापाखि हेतिबो पहाड़ रे बहुत रेयरली देखा जाए कहीं सब प्रकार सुविधा आम जाने नदी कूल मिलता है पानी सुविधा मेनली मिलला रहा सुविधा है समुद्र हृद द्वीप अंतर्भुक्त पहाड़ पर्वत और मालभूमि पृष्ठ मृत्तिका स्तर पतला पथुरिया और तार जल धारण क्षमता कम होता है पहाड़ मुख्यतः कौन रहा तुम जब पत्थर गुड़िक देख पहाड़ में नॉर्मली पत्थर पत्थर थाए तेणुक तार पृष्ठ मृत्तिका स्तरटा पथुरिया रही है तेणु तार जल धारण क्षमता कम रही है तेणु यही सब अंचल कृषि कार्य लाभजनक हो न था किंतु तुम्हें देख जदि दक्षिण भारत को आम जाऊे केरल में तुम्हें देख चाह चाष हुए कॉफी चाष हुए आसाम में तुम्हें देख पहाड़िया अंचल से जगह चाह चाष भी हो दार्जिलिंग में चाह चाष होते गुड़ा कौन हो सेगुड़ा स्टेप फार्मिंग हो माने पहाड़ को आमर एमती काटी काटिक माने स्टेप वाइज एमती रोचे तुम जो देख यहाँ जब एमती पहाड़ रहा पहाड़ रे एमती एमती स्टेप वाला चाष से गुड़िक होता है। ओके नेक्स्ट समतल भूमि मृत्तिका निहाती भाव उर्वर रही है तेणुक कृषि कार्य अधिक लाभजनक होता है मालभूमि आम मुख्यतः कौन बाहर है ना जिते प्रकार आम देखुचे खनिज पदार्थ जोड़ाक कंचामाल रूपे व्यवहार होती शिल्प क्षेत्र में से गुड़िक आम मुख्यतः मिलता भारतर भूसमल आयतन और बंटन भारतर भूसमल आयतन केते आम जाने 3.28 नियुत वर्ग किलोमीटर जाने 32,87,000 वर्ग किलोमीटर एक्जाक्ट। ओके सो समतल भूमि आमर रोचे केते ना 43% पार्वत्य भूमि रोचे 30% आ मालभूमि रोचे 27% सबुठ अधिक रहा समतल भूमि आउ सब माने अधिक पपुलर जो जगह अधिक लोक रहती कौ जगह ना गंगा ब्रह्मपुत्र नदी समतल भूमि है पूर्व एवं पश्चिमस्थ समुद्र उपकूलवर्ती समतल भूमि ए जगह बहुत अधिक परिमाण में जमी देखिए गंगा नदी कूल देख उत्तर प्रदेश रहा बिहार रहा से सब रिजन गुड़ाक बहुत जनबस्ती रही है कहीं मृत्तिका अधिक उर्वर थाए तेणुक चाष अधिक होता है तेणुक से जगह बहुत बहु काल पुराणा समय ही से जगह अधिक लोक रही आ गोटे भी कारण से शिक्षार टे कम प्रसार होती तेणुक से जनसंख्या अधिक बर्तमान पार्वत्य भूमि आम हिमालय गला विंध्य गला आरावली पूर्व एवं पश्चिम घाट पर्वतमाला मालभूमि छोटनागपुर मालभूमि दाक्षिणात्य मालभूमि मालुआ प्लाटो जोटा आम मालव मालभूमि कौचे रेवा मालभूमि एगुड़िक अन्यतम भू उच्चावच और जलवायु प्रभाव जो भारत में समुदाय भूभाग प्राय 55% जगह कृषि कार्य सब जगह तो हो तो 55% जगह कृषि कार्य हो समग्र पृथ्वी हाराहारी कृषि भूमि शतकड़ा हार प्राय 11% अपेक्षा यथेष अधिक तमें भावी दियो सारा पृथ्वी रे आम जो चाष भूमि रही तार आम जो देखा हाराहारी कृषि भूमि रोचे तार शतकड़ा प्राय 11% ठार यथेष अधिक तमें बहुत कम परसेंट आम पाखे रही चाष तो ये गोटे माने ये चार्ट गोटे दे देछि तुम देख पार्थ पाई चार्ट आकार दे 30% तुम माउंटेन रहा माउंटेन माने पर्वत 27% प्लाटू प्लाटू माने मालभूमि 27% कौन रहा ना मालभूमि एवं 43% रहा समतल भूमि बा प्लेन तापर भू व्यवहार श्रेणी विभाग आम कौन कौन कार्य व्यवहार करछे प्रथम है अरण्य जंगल निहाती भाव जंगल तो कौन जंगल तो गछ गुड़िक बढ़िक रोच आमर जो मैंने आदिवासी मैंने रोच नित्य व्यवहार
ସାମଗ୍ରୀ ଯାହା ରହୁଛି ସେମାନେ ସେଇଠୁ ଆଣିଥାନ୍ତି। ତାପରେ ବିଭିନ୍ନ ତୁମେ ଜାଣିଥିବ ଜଙ୍ଗଲଜାତ ପଦାର୍ଥକୁ ସେମାନେ ବିକିକି ମଧ୍ୟ ଚଳିଥାନ୍ତି। ତ ଅରଣ୍ୟ ସେଥିପାଇଁ ତାଙ୍କର କାରଣ କାମରେ ଆସିଲା। ସେକେଣ୍ଡ ହେଲା କୃଷି ନିମିତ୍ତ ମିଳୁନଥିବା ଭୂମି, ଯୋଉଗୁଡ଼ିକ ରହିଲା ପତିତ ଏବଂ ଅବ୍ୟବହୃତ ଭୂମି। ଗୋଟେ ଜାଗା ତୁମେ ଦେଖିବ ଆଜିକାଲି ବହୁତ ପରିମାଣରେ ଦେଖିବାକୁ ମିଳୁଛି, ଆଗରୁ ସେଇଟା କଣ ହଉଥିବ ନା ଚାଷ ହଉଥିବ, ତାପରେ ଧୀରେ ଧୀରେ କଣ ହେଇଛି ନା ସେଟାକୁ ଲୋକ ସେଠି ଘର କରିକି ଏବେ ରହୁଛନ୍ତି। କାହିଁକି ନା ସେଟା ସରକାରୀ କାଗଜରେ ଆମେ ଲେଖିଦେଲେ କି ଏଇଟା କୃଷି ପାଇଁକା ଆଉ ଏବେ ଯୋଗ୍ୟ ନୁହଁ, ଏଇଟା ଅଣକୃଷି ଭୂମି। ତ ବହୁତ ପରିମାଣରେ ଏଇଟା ହଉଛି କଣ ନା ଆମକୁ ଯେହେତୁ ଜନସଂଖ୍ୟା ବଢୁଛି, ଯେମିତି ଲୋକଙ୍କ ରହିବା ପାଇଁ ଜାଗା ଦରକାର, ବିଭିନ୍ନ ଅନୁଷ୍ଠାନ ଧର ସ୍କୁଲ ଗୋଟେ ହେଲା, ସ୍କୁଲ ପାଇଁ ବହୁତ ବଡ ଜାଗା ଦରକାର, ଶିଳ୍ପ ପାଇଁ ଜାଗା ଦରକାର। ତ ସେଥିପାଇଁକା ଯୋଉ ଜାଗା ଗୁଡିକ ପତିତ ଏବଂ ଅବ୍ୟବହୃତ ଭୂମି, ଏଇଟା କାଗଜ ପତ୍ରରେ ଦେଖାଯାଉଛି କି ପତିତ ଏବଂ ଅବ୍ୟବହୃତ ଭୂମି, ବଟ୍ ଆକ୍ଚୁଆଲି ତୁମେ ଜାଣିବ କି ରିଅଲରେ ବି କଣ ହଉଛି, କୃଷି ଜାଗା ଥିବ, ସେଇ ଜାଗା ଦେଇକି ଆମର ଲୋକଙ୍କର ଜାଗା ନିଆ ହେଇଯାଉଛି। ଏୟାରପୋର୍ଟ ସପୋଜ କରିବାର ଅଛି କି ରେଳ ସେଇ ବାଟ ଦେଇକି ପାସ୍ ହବ, ସେଥିପାଇଁ ଜାଗା ନେଇଯାଉଛନ୍ତି। ତ ପ୍ରୋକ୍ୟୁରମେଣ୍ଟ ସେଥିପାଇଁ କରାଯାଉଛି। ଶିଳ୍ପ ଗୋଟେ କରିବାର ଅଛି, ରାସ୍ତାଘାଟ କରିବାର ଅଛି, ତା ପାଇଁ ମଧ୍ୟ ଜାଗା ନିଆଯାଉଛି। ଦେନ୍ ଆସିଲା ଅନ୍ୟାନ୍ୟ ଅଣକୃଷି ଭୂମି, ଯେମିତି ଗୋଚର ବା ଚାରଣ ଭୂମି, ଗାଈ ଗୋରୁ ଯୋଉଠି ଚରୁଛନ୍ତି, ଫଳ ବଗିଚା ପାଇଁ ବ୍ୟବହୃତ ଜମି, କୃଷି ଯୋଗ୍ୟ ପତିତ ଭୂମି, 5 ବର୍ଷ ଧରିକି ଯୋଉଠି କୃଷି କାର୍ଯ୍ୟ କରାଯାଉଥିବା ଜାଗା, ସେଇ ଜାଗାକୁ ଆମେ କହୁଛେ ଅନ୍ୟାନ୍ୟ ଅଣକୃଷି ଭୂମି ବା ଅନାବାଦୀ ଜମି। ଅନାବାଦୀ ଜମି ବ୍ୟତୀତ ଏଗୁଡିକ। ତାପରେ ଆସିଲା ଅନାବାଦୀ ଭୂମି କୋଉଠି ନା 1 ବର୍ଷ କିମ୍ବା ତାଠାରୁ କମ ସମୟ ପାଇଁ କୃଷି କରାଯାଉନଥିବା ଭୂମି, ସେଟା ହଉଛି ଆମର ଚଳିତ ଅନାବାଦୀ। ଆଉ ଗୋଟେ ହେଲା ଚଳିତ ଅନାବାଦୀ ବ୍ୟତୀତ ଅନ୍ୟାନ୍ୟ ଅନାବାଦୀ ଭୂମି, ସେଗୁଡିକ ହଉଛି 1 ବର୍ଷ କିମ୍ବା 5 ବର୍ଷ ପାଇଁ ଅବ୍ୟବହୃତ ଜମି। ତ ଅନାବାଦୀ ଦି ପ୍ରକାର ରହିଲା, ଗୋଟେ ହେଲା ଆମର ଚଳିତ ଅନାବାଦୀ, ଗୋଟେ ହେଲା ଚଳିତ ଅନାବାଦୀ ବ୍ୟତୀତ ଅନ୍ୟାନ୍ୟ ଅନାବାଦୀ। ଚଳିତରେ କେବଳ ଯୋଉଟା 1 ବର୍ଷ କିମ୍ବା ତାଠାରୁ କମ ସମୟ ପାଇଁ କୃଷି ହେଇନଥିବ, ଆଉ ଅନ୍ୟଟାରେ ହଉଛି କଣ ନା 1 ବର୍ଷ କିମ୍ବା 5 ବର୍ଷ ପାଇଁ ଅବ୍ୟବହୃତ ଜମି। 5 ବର୍ଷରୁ ଅଧିକ ଯଦି ହେଲା ସେଟାକୁ ଆମେ ଅନ୍ୟାନ୍ୟ ଅଣକୃଷି ଭୂମି ଭାବରେ ଦେଖିବା ବା କୃଷି ଯୋଗ୍ୟ ପତିତ ଭୂମି। ଭାରତରେ ଭୂ ବ୍ୟବହାର, ଭୂ ସମ୍ବଳ ବ୍ୟବହାର ସାଧାରଣତଃ ଦୁଇ ପ୍ରକାର ଅବସ୍ଥା ଉପରେ ନିର୍ଭର କରୁଛି। କଣ କଣ ନା ଗୋଟେ ହେଲା ପ୍ରାକୃତିକ ଅବସ୍ଥା, ଆଉ ଗୋଟେ ହେଲା ମାନବୀୟ ଅବସ୍ଥା। ଯେମିତି କି ଭୂ ପ୍ରକୃତି ହେଲା କେମିତିଆ ଜାଗା, ପାହାଡିଆ ଜାଗା, ମାଳଭୂମି, ସମତଳ ଭୂମି, ନା କଣ ଅଛି। ମୃତ୍ତିକା ବା ସେଟା ଚାଷ ଯୋଗ୍ୟ ହେଲା କି ନାହିଁ, ମାଟିଟା କିଭଳିଆ ମାଟି ରହିଛି। କୃଷ୍ଣ କାର୍ପାସ ମୃତ୍ତିକାରେ ଆମେ ଜାଣିଛେ କପା ଚାଷ ଭଲ ହଉଛି। ଉଦ୍ଭିଦ, ଜଳବାୟୁ ସେ ଜାଗାରେ କେମିତି ଅଛି, ଖଣିଜ ପଦାର୍ଥ କଣ ମିଳୁଛି, ଜଳ, ଏଇ ସବୁ ରହିଲା ପ୍ରାକୃତିକ ଅବସ୍ଥା। ମାନବୀୟ ଅବସ୍ଥା କଣ ନା କୌଣସି ଜାଗା ଅଛି, ସେ ଜାଗାରେ ଜନସଂଖ୍ୟାର ଘନତ୍ୱ କେତେ ଅଛି, ଅଧିକ ଜନବସ୍ତି ରହୁଛି କି ନାହିଁ, ଶିକ୍ଷା ବ୍ୟବସ୍ଥା, ସେଠି ଶିକ୍ଷା ପାଇଁ ସୁବିଧା କଣ ଅଛି, ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କେମିତି ଅଛି, ପ୍ରୟୋଗାତ୍ମକ କୌଶଳ ସେ ଜାଗାରେ କେମିତି ଅଛି। ତ ଏଇଗୁଡାକ ରହୁଛି ମାନବୀୟ ଅବସ୍ଥା। ତାମାନେ ଯେମିତି ଏକ୍ସାମ୍ପଲ ଦେଖିବା, ଗୋଟେ ଜାଗାରେ ଶିଳ୍ପ ଯଦି ଗଢି ଉଠୁଥିବ ତ ଲୋକଙ୍କୁ ଚାକିରି ମିଳିବ, ସେଇ ଜାଗାରେ ଲୋକ ଅଧିକ ଘର ଘରେ ରହିବେ। ତ ଭୂ ଅବସ୍ଥା ମାନେ ଆମର ଏଇଟା ମାନବୀୟ ଅବସ୍ଥା ଉପରେ ନିର୍ଭର କରେ ଭୂ ବ୍ୟବହାର। ତ ପ୍ରାକୃତିକ ଅବସ୍ଥାରେ କଣ ରହିଲା, ଖଣିଜ ପଦାର୍ଥ ଯୋଉ ଜାଗାରେ ମିଳିଲା, ଖଣିଜ ଉତ୍ତୋଳନ ହବ, ପାଖାପାଖି ଶିଳ୍ପ ସେଠି ଗଢି ଉଠିବ। ଜଳବାୟୁ ରହିଲା, ଜଳବାୟୁ କେମିତି ରହୁଛି, ତା ଉପରେ ମଧ୍ୟ ଭୂ ସମ୍ବଳ ବ୍ୟବହାର ମାନେ ଆମର ଡିପେଣ୍ଡ କରୁଛି। ଭାରତର କ୍ରାନ୍ତୀୟ ଅବସ୍ଥିତି ଏବଂ ଅନୁକୂଳ ମୌସୁମୀ ଜଳବାୟୁର ପ୍ରଭାବ ଯୋଗୁଁ ଭୂ ସମ୍ବଳ ଅତ୍ୟନ୍ତ ଉପଯୋଗୀ। ଆମେ ଭାରତ ଜାଣିଛେ କ୍ରାନ୍ତୀୟ ଏବଂ ଉପକ୍ରାନ୍ତୀୟ ଅଞ୍ଚଳ ଦି ପ୍ରକାର ରହୁଛି। ଯୋଉ କର୍କଟ କ୍ରାନ୍ତି ରହିଲା, ତା ତଳକୁ ଆମର ରହିଲା କଣ ନା କ୍ରାନ୍ତୀୟ ଆମେ କହିବା, ଉପକ୍ରାନ୍ତୀୟ ହେଲା କର୍କଟ କ୍ରାନ୍ତି ଉପରକୁ ଯୋଉ ଏରିଆ ରହିଲା ଉପକ୍ରାନ୍ତୀୟ ରହୁଛି। ଆଉ ମୌସୁମୀ ଜଳବାୟୁ ଆମ ଭାରତରେ ମୁଖ୍ୟତଃ ବର୍ଷା କରାଇଥାଏ, ତେଣୁକରି ଆମର ଭୂ ସମ୍ବଳ ଅତ୍ୟନ୍ତ ଉପଯୋଗୀ ଅଟେ। ଭାରତର ପ୍ରାୟ 22.5% ଅଞ୍ଚଳ ଅରଣ୍ୟ ଭୂମିର ଅନ୍ତର୍ଗତ। ତ ଆମର ଜାତୀୟ ଅରଣ୍ୟ ନୀତି କଣ କହୁଛି, କହୁଛି କି ପାରିସ୍ଥିତିକ ସନ୍ତୁଳନ ପାଇଁକା ଦେଶର ସମୁଦାୟ ଆୟତନର ପ୍ରାୟ 33% ଭୂମି ଅରଣ୍ୟ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ। ପାରିସ୍ଥିତିକ ସନ୍ତୁଳନ ପାଇଁ କଣ ନା ଆମେ ଯୋଉ ଦେଖୁଛେ ଭାରତରେ ବର୍ତ୍ତମାନ ସମୟରେ ଏସିର ବ୍ୟବହାର ଅତ୍ୟଧିକ ବଢିଯାଉଛି। କାହିଁକି ନା ଜଙ୍ଗଲ ଆମର ନାହିଁ, ତ ଏଇ ଯୋଉ ଅଧିକ ଟେମ୍ପରେଚର ବଢି ଚାଲିଛି, ତାକୁ କମେଇବ କିଏ ଆଉ। ଏତେ ଆମେ ଜାଣିଛେ ଗଛ ଗୋଟେ, ତମେ ଯଦି ଏକ୍ସାମ୍ପଲ ଦେଖିବ, ଗୋଟେ ଗଛ ଥିବ, ଗଛ ତଳେ ଯାଇକି ଟିକେ ବସିବ ଖରା ଦିନେ, ତ ତୁମକୁ ଟେମ୍ପରେଚର ଜଣା ପଡିବ କେତେ ଡିଫରେନ୍ସ ରହୁଛି। ବାହାରେ ସପୋଜ 40 ଡିଗ୍ରୀ ଥିବ, ତମେ ଗଛ ମୂଳକୁ ପୁରା ପଳେଇ ଆସିବ, ଗୋଟେ ବଡ ବରଗଛ, ଝଙ୍କାଳିଆ ବରଗଛ ହେଲା ବା ଗୋଟେ ଆମ୍ବ ଗଛ ତଳକୁ ପଳେଇ ଆସିବ, ବସି ପଡିବ, ତ ମିନିମମ୍ 7-8 ଡିଗ୍ରୀ ଡିଫରେନ୍ସ ତମେ ସେଇଠି ଜାଣିପାରିବ। ତ ସେଥିପାଇଁ ଗଛର ମହତ୍ଵ ବହୁତ ଅଧିକ ରହୁଛି। ତେଣୁ ଜଙ୍ଗଲ ରହିଲେ ହିଁ ଆମର
ପରିବେଶର ସନ୍ତୁଳନଟା ବଜାୟ ରହିବ। ଜଙ୍ଗଲ ଭିତରେ ବିଭିନ୍ନ ପ୍ରକାର ବନ୍ୟଜନ୍ତୁ ରହିଲେ ତେଣୁକରି ସେମାନେ ମଧ୍ୟ ସୁରକ୍ଷା ଦେବେ। ସପୋଜ ଗୋଟେ ବାଘ ରହିଥିବ, ତ ବାଘ ରହିଥିବ ଯୋଉ ଜଙ୍ଗଲ ଭିତରେ, ମଣିଷ ଡରିକି ତା ଭିତରୁ ଯିବନି। ଅବଶ୍ୟ ମଣିଷ ପାଖରେ ଏବେ ବନ୍ଧୁକ ବନ୍ଧୁକ ରହିଲାଣି, ତ ମଣିଷ ବାଘକୁ ହିଁ ମାରି ଦଉଛନ୍ତି। କିନ୍ତୁ ଜଙ୍ଗଲ ଆମର ନିହାତି ଆବଶ୍ୟକ। ଆଉ ଜାତୀୟ ଅରଣ୍ୟ ନୀତି କଣ କହୁଛି ନା, ଯୋଉ 33% ଭୂମି ଆମର ରହିବ ଅରଣ୍ୟ ପାଇଁକା, ତା ଦେହରୁ 60% ପାର୍ବତ୍ୟ ଅଞ୍ଚଳରେ ଏବଂ 20% ସମତଳ ଅଞ୍ଚଳରେ ରହିବା ଆବଶ୍ୟକ। ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯୋଗୁଁ କୃଷିଭୂମି ଏବଂ ଜନବସ୍ତି ପାଇଁ ଅଧିକ ଭୂମିର ଆବଶ୍ୟକତା ପଡୁଛି ଏବଂ ଏହା କଣ କରୁଛି ନା ଅରଣ୍ୟ ଭୂମିର ପରିମାଣକୁ ହ୍ରାସ କରୁଛି। ଠିକ ୟାର ଗୋଟେ ବଢିଆ ଏକ୍ସାମ୍ପଲ ଦେଖିବ, ତୁମେ ଭାରତ କଥା କହୁନି, ତୁମେ ଯଦି ଦେଖିବ ଆମାଜନ ଅବବାହିକା, ଯୋଉଟା କି ବିଶ୍ୱର ସବୁଠୁ ବଡ ଗଛ ଜଙ୍ଗଲ, ଆମାଜନ ନଦୀ ଅବବାହିକା, ତ ସେଠି ବ୍ରାଜିଲ କଣ କରୁଛି ନା ଜଙ୍ଗଲ କାଟି ଚାଲିଛି। କଣ ପାଇଁ ନା ସେଠି ଆମର ପାମ ଅଏଲ ପାଇଁକା, ଆମର ଯୋଉ ପାମ ଅଏଲ ଆମର ଖାଉଛେ ନର୍ମାଲି, ଆମର ଯୋଉ ଫ୍ରାଏ କରୁଛେ, ତୁମେ ଯୋଉ ଖାଉଛ ଚିପ୍ସ ଫ୍ରାଏ କରି ଖାଉଛ ବା ବିଭିନ୍ନ ପ୍ରକାର ରୋଷେଇରେ ଆମେ ବ୍ୟବହାର କରୁଛେ, ସେ ପାମ ଅଏଲ ଯୋଉ ଆସେ, ସେ ଯୋଉ ଗଛ ପାମ ଟ୍ରି, ସେଗୁଡିକ ସେଠି ରୋପଣ କରିବେ, ସୋ ଦ୍ୟାଟ ପାମ ଅଏଲ ସେଠି ପୁରା ବିଶ୍ୱ ପାଇଁକା ସେମାନେ ଯୋଗାଇ ପାରିବେ, ରପ୍ତାନି କରିବେ। ଆଉ ଗୋଟେ କଣ ହଉଛି ନା ଯୋଉ ଗାଈ ଚାଷ ସେମାନେ ଅଧିକ କରନ୍ତି, ଗାଈକୁ ମାଂସ ପାଇଁକା ସେଠି ବ୍ୟବହାର କରାଯାଏ। ତ ଗାଈ ପାଇଁ ଯୋଉ ଖାଦ୍ୟ ଦରକାର, ଖାଦ୍ୟ ଚାରା ଗୁଡିକ ସେଇ ଜାଗାରେ ସେମାନେ କରିବେ। ତାମାନେ କଣ ହେଲା ନା ଜଙ୍ଗଲକୁ କାଟିକି ସେମାନେ କୃଷି ଭୂମି ପାଇଁ ବ୍ୟବହାର କଲେ। ଭାରତରେ ଜଙ୍ଗଲ କାଟିକି ଜନବସତି ସ୍ଥାପନ କରୁଛନ୍ତି। ହିମାଚଳ ପ୍ରଦେଶରେ କଣ ହଉଛି, ଉତ୍ତରାଖଣ୍ଡରେ କଣ ହଉଛି ନା ଲୋକ ସଂଖ୍ୟା ବଢି ବଢି ଚାଲିଛନ୍ତି। ତ ଯୋଉଠି ପାହାଡ, ମାନେ ଇଭେନ ପାହାଡରେ ବି ତୁମେ ଦେଖିବ ସେଠି ଗଛ କାଟିକି ସେ ଜାଗାରେ ଲୋକ ଘର କରୁଥିବେ। ଆଉ ଅରଣ୍ୟ କ୍ଷୟର ମୁଖ୍ୟ କାରଣ ଗୁଡିକ କଣ ରହୁଛି ନା ଜନବସତି, ବିଶେଷ ନଗରୀକରଣ ପାଇଁକା, କୃଷି ଭୂମିର ଆୟତନ ବୃଦ୍ଧି, ଶିକ୍ଷା ଅନୁଷ୍ଠାନ ହେଲା, ଗମନାଗମନ ପଥର ବିସ୍ତୃତି, ଯେମିତି କହିଲି ଏୟାରପୋର୍ଟ ସପୋଜ ହେଲା, ବା ରାସ୍ତା ତିଆରି କରାହେଲା, ହାଇୱେ ତିଆରି କରାଯାଉଛି, ରେଲୱେ ରାସ୍ତା ତିଆରି କରାହେଲା, ଖଣିଜ ପଦାର୍ଥ ଉତ୍ତୋଳନ କରାହେଲା, ଜଳ ଭଣ୍ଡାର ଏବଂ ନଦୀ ଉପତ୍ୟକା ଯୋଜନା, ଏସବୁ ପାଇଁକା ଆମର ଅରଣ୍ୟ କ୍ଷୟ ହଉଛି। ପ୍ରତି ବ୍ୟକ୍ତି ପ୍ରତି ଆମର ଭୂମି ଉପଲବ୍ଧତା ଯଦି ଦେଖିବା ଭାରତରେ, ପ୍ରତ୍ୟେକ ବ୍ୟକ୍ତି ପ୍ରତି ପ୍ରାୟ 0.48 ହେକ୍ଟର ବ୍ୟବହାର ଯୋଗ୍ୟ ଭୂମି ରହିଛି, ଯାହାକି ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍। ସବୁଠୁ ଅଧିକ ତ ଅବଭିୟସଲି ରୁଷିଆରେ ରହିବ। ରୁଷିଆର ଜନସଂଖ୍ୟା ବହୁତ କମ୍ ଏବଂ ତାଙ୍କ ପାଖରେ ଜାଗା ବହୁତ ଅଧିକ, ତେଣୁ ରୁଷିଆରେ 8.43 ହେକ୍ଟର ରହିଲା ଜାଗା, ଚୀନରେ 0.93 ହେକ୍ଟର ରହିଲା, ଭାରତରେ 0.48 ହେକ୍ଟର, ବହୁତ କମ୍ ଆମ ପାଖରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ବ୍ୟବହାର ଯୋଗ୍ୟ ଭୂମି ରହିଛି। ଆଉ ଯଦି ଅରଣ୍ୟର ବଣ୍ଟନ ଦେଖିବା, ସବୁଠୁ ଅଧିକ କୋଉଠି ରହୁଛି ନା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ। ଅରୁଣାଚଳ ପ୍ରଦେଶ ହେଲା, ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ରହିଲା। ଯୋଉ ଆଣ୍ଡାମାନ ନିକୋବରରେ ଆମର ସରକାର ଏବେ ଲାଗିଛନ୍ତି କି ସେଠି ଆମର ପ୍ରୋଜେକ୍ଟ, ଗୋଟେ ବଡ ପ୍ରୋଜେକ୍ଟ କରିବେ, ଗ୍ରେଟ୍ ନିକୋବର ପ୍ରୋଜେକ୍ଟ, ନିକୋବର ଆଇଲ୍ୟାଣ୍ଡରେ, କି ସେଠି ଲୋକ ବୁଲିବା ପାଇଁକା ଯିବେ ଆଉ ପର୍ଯ୍ୟଟନ ଶିଳ୍ପ ସେଠି ଗଢି ଉଠିବ, ସେଇଥିପାଇଁ ଚଲେଇଛନ୍ତି। ତ ତା ଦ୍ୱାରା ବି ତୁମେ ଜାଣିଛ କି ଅରଣ୍ୟ ନିହାତି ଭାବରେ ହ୍ରାସ ପାଇବ। କାଗଜରେ ଦେଖେଇବେ କି ଆମେ କାଗଜ ମାନେ ଗଛ କାଟୁନାହୁଁ, ନୂଆ ଗଛ ଲଗାଉଛୁ, ବଟ୍ ଆକ୍ଚୁଆଲି ସେମିତି ହଉନାହିଁ। 40% ରୁ 80% ମିଜୋରାମ, ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା, ଜାମ୍ମୁ କାଶ୍ମୀର ଏବଂ ଦାଦରା ନଗର ହାବେଳି। ତ ତୁମେ ଦେଖିପାରୁଥିବ ଯେତେକ ନର୍ଥ ଇଷ୍ଟର୍ନ ଷ୍ଟେଟ୍ ରହିଲା ବା ଉତ୍ତର ପୂର୍ବ ଅଞ୍ଚଳରେ ରହିଥିବା ରାଜ୍ୟ ଗୁଡିକ ରହିଲେ, ସେଇ ଜାଗାରେ ହିଁ ମେଜୋରାମର ଅରଣ୍ୟ ରହିଛନ୍ତି, ଅରଣ୍ୟର ବଣ୍ଟନ ରହିଛି। ତ ସେଇ ଜାଗାରେ ଅଧିକ ପରିମାଣରେ ଜଙ୍ଗଲାଭ ରହିଛି। 20% ରୁ 40% ରହିଲା ଗୋଆ, ଆସାମ, ସିକିମ, ମଧ୍ୟପ୍ରଦେଶ, ଓଡିଶା, କେରଳ, ମଣିପୁର, ଆନ୍ଧ୍ରପ୍ରଦେଶ ଏବଂ ହିମାଚଳ ପ୍ରଦେଶ। ତ ଓଡିଶା ଆମର ବହୁତ ଭଲ ଜାଗାରେ ଅଛି। ଓଡିଶା ଆମେ ମାନେ ବନୀକରଣ ପାଇଁକା ଯଥେଷ୍ଟ ପ୍ରୟାସ କରିଛେ, ତେଣୁକରି ଆମେ ନିହାତି ଭାବେ ଖୁସି ହେବା କଥା କି ଓଡିଶାରେ, କିନ୍ତୁ ଓଡିଶାରେ ଆହୁରି ଅଧିକ ବନୀକରଣର ଆବଶ୍ୟକତା ରହୁଛି। ନେକ୍ସଟ ଆମର ଆସିଲା, ଆରେ ଯାରେ ବିଲେଇଟା। ଆଉ 20% ରୁ କମ ରହିଲା ଅବଶିଷ୍ଟ ରାଜ୍ୟ ଗୁଡିକରେ। ଅରଣ୍ୟ କ୍ଷୟ ରୋକିବା ପାଇଁ ସରକାରୀ ପଦକ୍ଷେପ କଣ କଣ ନିଆଯାଉଛି ନା ସାମାଜିକ ବନୀକରଣ କରାଯାଉଛି, କୃଷି କ୍ଷେତ୍ରୀୟ ବନୀକରଣ, ପୁନଃ ବନୀକରଣ, ଅରଣ୍ୟ ସଂରକ୍ଷଣ, ଜଳଛାୟା ନିର୍ମାଣ ଇତ୍ୟାଦି ବ୍ୟବସ୍ଥା କରାଯାଉଛି। ସେଥିପାଇଁକା ତୁମମାନଙ୍କୁ ବି ଦାୟିତ୍ୱ କି ପିଲାମାନେ, ତୁମମାନେ ଅଛ ଏଇ ଅବସ୍ଥାରେ, ତୁମମାନେ ଗଛ ଲଗାଇବା କଥା। ବର୍ଷା ଦିନ ଆସିଲେ ନିହାତି ଭାବରେ ଗଛ ଲଗାଅ, କୌଣସି ବି ଗଛ। ଆମ୍ବ ଖାଇ ପକେଇ ଦଉଛୁ ବାରିଆଡେ, ଆମ୍ବ ଗଛ ଯଦି ଛୋଟ ଆମ୍ବ ଗଛ ହଉଛି, ତ ଯଦି ନିଜ ଜାଗା ନାହିଁ ତ ରାସ୍ତା କଡରେ ତୁମେ ଲଗେଇ ପାରିବ, ଗଛଟି ବଡ ହେଲେ ନିହାତି ଭାବରେ ଛାୟା ପ୍ରଦାନ କରିବ। ଆମ୍ବ ତ ଯିଏ ଖାଇବା କଥା ଖାଇପାରିବ, ବଟ୍ ଛାୟା ତ ପ୍ରଦାନ କରିବ, ତ ତୁମମାନଙ୍କର ସେଟା ଦାୟିତ୍ୱ। ଚାରଣ ଏବଂ ଗୋଚର ଭୂମି, ଭାରତରେ ସମୁଦାୟ କ୍ଷେତ୍ରଫଳର ପ୍ରାୟ 4% ଭୂମି ଚାରଣ ଏବଂ ଗୋଚର ଭୂମି ଭାବରେ ବ୍ୟବହୃତ ହେଉଛି। ଭାରତରେ ନିର୍ଦ୍ଦିଷ୍ଟ ଭାବରେ ସେପରି କୌଣସି ଚାରଣ କିମ୍ବା ଗୋଚର ଭୂମି ନାହିଁ। ଅନେକ ସମୟରେ ଅରଣ୍ୟ
କିମ୍ବା କୃଷି ଭୂମିକୁ ଚାରଣ ଭୂମି ଭାବରେ ବ୍ୟବହାର କରାଯାଇଥାଏ। ହିମାଚଳ ପ୍ରଦେଶରେ ସର୍ବାଧିକ ଚାରଣ ଭୂମି ଦେଖାଯାଏ ଏବଂ ଏଠାରେ ମୁଖ୍ୟତଃ ପଶୁପାଳନ କରାଯାଏ। ପାହାଡ଼ିଆ ଅଞ୍ଚଳ, ଆମେ ଜାଣିଛେ ଯାଯାବର ଜୀବନଯାପନ ଆଗରୁ କରୁଥିଲେ, ଏବେ ତ ସେମିତି ନାହିଁ, ବଟ୍ ଯାଯାବର ଜୀବନଯାପନ ଆକ୍ଚୁଆଲି ସବୁଠୁ ବେଷ୍ଟ ଜୀବନଯାପନ ଥିଲା। ତୁମେ ଗୋଟେ ବୁକ୍ ଅଛି ପଢିବ ଯଦି କେବେ, ସାପିଏନ୍ସ, ସାପିଏନ୍ସ ବାଇ ୟୁଭାଲ ନୋଆ ହାରାରି, ଇସ୍ରାଏଲର ଜଣେ ହିଷ୍ଟୋରିଆନ। ତ ତାଙ୍କର ବୁକ୍ ଯୋଉ ଅଛି ସାପିଏନ୍ସ, ତା ଦେହରେ ସେ ବହୁତ ସୁନ୍ଦର ଭାବେ ଦେଖିଛନ୍ତି କି କାହିଁକି ଯାଯାବର ଯେତେବେଳେ ଆମେ ବଞ୍ଚୁଥିଲେ ମଣିଷ, ସେତେବେଳେ we are living a far greater far better lifestyle than current lifestyle। କୃଷି ଭୂମି, ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ 2/3 ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୃଷି ଏବଂ କୃଷି ଭିତ୍ତିକ କାର୍ଯ୍ୟ ଉପରେ ନିର୍ଭରଶୀଳ। କୃଷି ଆମର ଗୋଟେ ମୁଖ୍ୟ ଜୀବନ ଯାପନ ପାଇଁକା ସୋର୍ସ ରହୁଛି କୃଷି। ତ ଆମ ଦେଶର ସମୁଦାୟ କ୍ଷେତ୍ରଫଳ ପ୍ରାୟ ଅର୍ଦ୍ଧାଧିକ ମାନେ 46% ରୁ 64% ଭାଗ ଭୂମି ଏଟା ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଉତ୍ପାଦନରେ ବ୍ୟବହୃତ ହଉଛି। ଆଉ ଦ୍ରୁତ ଜନସଂଖ୍ୟା ବୃଦ୍ଧି ଯେହେତୁ ହଉଛି, ତେଣୁକରି ମୁଣ୍ଡ ପିଛା ଚାଷ ଜମି ବି କ୍ରମଶଃ ହ୍ରାସ ପାଇ ଚାଲିଛି। ତୁମେ ଯଦି ଦେଖିବ 1950-51ରେ ଆମର 118.75 ନିୟୁତ ହେକ୍ଟର ଥିଲା ବେଳେ ଚାଷ ଜମି, 2011-12ରେ ସେଟା ବୃଦ୍ଧି ପାଇ କଣ ହେଇଛି ନା 187.56। ତ ଭାରତ ତ ଜାଗା ତ ଯେତିକି ଥିଲା ସେତିକି 3.28 ନିୟୁତ ବର୍ଗ କିଲୋମିଟର। ତ କୃଷି ଭୂମି ଏତେ ବଢିଲା କେମିତି? ତ ନିହାତି ଭାବରେ କଣ ହେଇଛି ନା ଅରଣ୍ୟକୁ କଟା ହେଇକିରି ଏତକ ହେଇଛି। ତ ଯେତିକି ଅରଣ୍ୟ ଆମେ କାଟି ଚାଲିଛେ ଯୋଉ ରେଟରେ, ତ ଭାବିପାରୁଥିବ କାହିଁକି ଆମେ ଭାରତରେ ଏତେ ହଇରାଣ ହଉଛେ। ଆଉ ଏଇଠି ତୁମେ ଦେଖିପାରୁଥିବ ଚିତ୍ରରେ ଦେଇଛି କୃଷି ଭୂମି मेजर तुम देख पार्छ गंगा उपत्यका, गंगा ब्रह्मपुत्र उपत्यकार। ओडिशा तुम महानदी, तापरे गोदावरी उपत्यका देख, कृष्णा कावेरी, तो सब नदी उपत्यका गुड़िक अधिक परिमाण में आम कृषिभूमि पाचे कहीं नदी सब उर्वरता रदी कूल ही उर्वर पटुमाटी द्वारा गठित गंगा ब्रह्मपुत्र महानदी गोदावरी कृष्णा कावेरी नर्मदा ताप्ती प्रभृति नदी और सेगुड़िक उपनदीर उपत्यका गुड़िक आमर समतल भूमि में कृषि कार्य अधिक होता है। समुद्र उपकूलवर्ती जगह भी ସେଇଆ ହବ। ବିଭିନ୍ନ ପ୍ରକାର କୃଷି, ପାର୍ବତ୍ୟ ଢାଲୁ ଏବଂ ମାଳଭୂମି ଅଞ୍ଚଳରେ ଶୁଷ୍କ କୃଷି, ସୋପାନ କୃଷି ଯୋଉଟା ମୁଁ କହୁଥିଲି ଷ୍ଟେପ୍ ଫାର୍ମିଂ, ଯୋଉ ଚିତ୍ର କରି ଦେଖୁଥିଲେ ଆସାମରେ କଣ ହଉଛି ବା କେରଳରେ କଣ ହଉଛି ପାହାଡ ଗୁଡିକରେ, ତ ସେଠି ସୋପାନ କୃଷି କରାଯାଉଛି। ସୋପାନ କ୍ରମେ ଏମିତି କଟା ଯାଉଛି ପାହାଡକୁ, ସେଇ ଜାଗାରେ ତୁମର ଗଛ ଗୁଡିକ ଲଗାଉଛି। ରୋପଣ କୃଷି ଯୋଉଟାକୁ ଆମେ ଫଳ ଚାଷ କହୁଛେ, ତାପରେ ଓଡିଶା ଆସାମ ଛତିଶଗଡ଼ ଇତ୍ୟାଦି ଅଞ୍ଚଳରେ ପୋଡୁ ଚାଷ ବା ଝୁମ ସ୍ଥାନାନ୍ତରିତ କୃଷି କରାଯାଏ। ଜଙ୍ଗଲଟାକୁ କାଟିଦେଲେ ଆମର ପୋଡ଼ିଦେଲେ ତ ମାଟି ଆମର ଟିକେ ଉର୍ବରତା ବଢିଗଲା, ସେଇ ଜାଗାରେ ଚାଷ କଲେ। ତ ଏଠି ଗୋଟେ ପିକ୍ଚର ଦେଇଛି 1950 ଆଉ ବର୍ତ୍ତମାନ ସମୟ ଭିତରେ। 1950 ତୁମେ ଦେଖିପାରୁଥିବ ଆମର କେତେ ପରିମାଣରେ ଆମର ଥିଲା ଜାଗା ଆଭେଲେबिଲିଟି ରହୁଥିଲା, ବହୁତ ଜାଗା ଏମିତି ଅନାବାଦ ଜମି ବହୁତ ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ 1950ରେ 0.48 ହେକ୍ଟର पर पर्सन आम जगह रही। आउ सबुठु ओके यादे टिके भूल हो जाइए, एटा यूएसए नुह एटा रशिया को देइथिबो, सेटा एक्चुअली यूएसए भूल रे एठी आछि रुसिया सेटा हबो। रशिया रे 8.43 हेक्टर आ चाइना इंडिया देखा। वर्तमान देखिया कृषि अलभ्य भूमि। कृषि अलभ्य भूमि रो व्यवहार दुई प्रकार रो। फर्स्ट प्रकार हमर असला अणकृषि संबंधी भू व्यवहार, जोटी जनबस्ती रहिला, यातायात पथ तैयारी होला, केनाल कराला बा खणी रहिला, तो एगुड़ी रहा अणकृषि संबंधी भू व्यवहार एवं एगुड़िकर आयतन में परिवर्तन होती। 1950-51 में 9.36 नियुत हेक्टर थिला बेले 1955-56 से 21.17 नियुत हेक्टर को वृद्धि पाई। यार कारण होची आम जानचे अर्थनैतिक प्रगति, नगरीकरण, शिल्पीकरण, रास्ताघाट वृद्धि एथपाई काम होची। पतित तथा अणकृषि भूमि जोगुड़ा रोचे पहाड़ है, मरुभूमि, जलभूमि, नदी गंड एगुड़ा पतित तथा अणकृषि भूमि। 1950-51 एटा थिला 38.16 नियुत हेक्टर, आउ सेटा 1995-96 रही 19.21 नियुत हेक्टर। तो सबु जगह आम जगह कौन करते ना जंगल काटिके आम लोक रही कर, जदि खाली जगह थिला सेठी भी घर कर पकुचे। तो सब प्रकार आमको आवश्यकता कौन रोचे ना जगह आमको दरकार, भूमि आवश्यकता बढ़ी चलती भू संबल।
ଆଉ ଦ୍ୱିତୀୟ ପ୍ରକାର ଭୂ ବ୍ୟବହାର ପଶ୍ଚିମବଙ୍ଗରେ ସର୍ବାଧିକ ହେଉଛି। ବର୍ତ୍ତମାନ ଦେଖିବା ଅନାବାଦୀ ଭୂମି। 1 ବର୍ଷ ବା 2ରୁ 5 ବର୍ଷ ଧରି କୃଷି କାର୍ଯ୍ୟ କରାଯାଇନଥିବା ଭୂମିକୁ ଅନାବାଦୀ ଭୂମି କୁହାଯାଏ। ଉନ୍ନତ ସାର, ଜଳସେଚନ, ଉନ୍ନତ ବିହନ, ବିକଶିତ ଚାଷ ପ୍ରଣାଳୀ ଇତ୍ୟାଦିର ବ୍ୟବହାର ଦ୍ୱାରା ଦ୍ରୁତ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଖାଦ୍ୟ ଯୋଗାଣ କରିବା ପାଇଁ ଅଧିକ ଜମିରେ କୃଷି କାର୍ଯ୍ୟ କରିବାର ଆବଶ୍ୟକତା ପଡିଥିବାରୁ ଏହାର ଆୟତନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ମାନେ ଅନାବାଦୀ ଭୂମିର ବି ଆୟତନ ହ୍ରାସ ପାଇବାରେ ଲାଗିଛି। କାହିଁକି ନା ଆମର ଲୋକଙ୍କ ବଢୁଥିବା ଜନସଂଖ୍ୟାକୁ ଆମର ଖାଦ୍ୟର ଆବଶ୍ୟକତା ଦରକାର। ତ ଖାଦ୍ୟର ଆବଶ୍ୟକତା ବଢିବା ପାଇଁ ଆମର ଚାଷ ଭୂମିର ଅଧିକ ଦରକାର ଅଛି। ତା ଚାଷ ଭୂମି କେମିତି କରିବା? ଉର୍ବରତା ବଢାଇବାକୁ ପଡିବ, ଉନ୍ନତ ସାର ଦବା, ଉନ୍ନତ ବିହନ ବ୍ୟବହାର କରିବା, ଜଳସେଚନ କରିବା, ବିକଶିତ ଚାଷ ପ୍ରଣାଳୀ ବ୍ୟବହାର କରିବା, ତାହେଲେ ଯାଇକି ଆମେ ଅନାବାଦୀ ଭୂମିକୁ ମଧ୍ୟ ଚାଷ ଉପଯୋଗୀ କରିପାରିବା। ଅନ୍ୟାନ୍ୟ ଅଣକୃଷି ଭୂମିରେ କଣ କଣ ରହିଲା ନା ଯୋଉଗୁଡାକ ଜନବସ୍ତି, ରାସ୍ତାଘାଟ, ରେଳପଥ, ବିମାନ ବନ୍ଦର, ପୋତାଶ୍ରୟ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଭିନ୍ନ ପ୍ରଶାସନିକ ଅନୁଷ୍ଠାନ, ସ୍ଥାୟୀ ଗୋଚର ଏବଂ ଚାରଣ ଭୂମି, ଫଳ ବଗିଚା ଇତ୍ୟାଦି ଭାବରେ ବ୍ୟବହୃତ ହଉଛି। ଏଗୁଡିକ ହେଲା ଅନ୍ୟାନ୍ୟ ଅଣକୃଷି ଭୂମି। ଜନସଂଖ୍ୟାର ଅଧିକ ଚାପ ଯୋଗୁଁ କେତେକ ଅଞ୍ଚଳରେ କୃଷି ଭୂମି ଉପରେ ଏବଂ ଅରଣ୍ୟ ସଫା କରି ଲୋକେ ଘର ବାଡି ନିର୍ମାଣ କରୁଛନ୍ତି। ବିଶେଷ କରି ସହର ପାଖାପାଖି ଦେଖିବ, ଯଦି ଭୁବନେଶ୍ୱର ଏକ୍ସାମ୍ପଲ ତୁମେ ଦେଖିବ, ଯୋଉଠି ଆମେ ଦେଖିବା ଏବେ ଖଣ୍ଡଗିରି ଏରିଆ ଦେଖିବା ବା ପଟିଆ ଏରିଆ ଦେଖିବା, ଯୋଉଗୁଡାକ ଏବେ ବଢି ଚାଲିଛି, ଘର ସେ ଜାଗାରେ ହେଇ ଚାଲିଛି। କି ନନ୍ଦନକାନନ ସାଇଡ କୁ ତୁମେ ଯୋଉ ସେପଟ ସାଇଡ ରେ ଯାହା ଜାଗା ଦେଖିବ, ଏପଟେ ବା ତ୍ରିଶୂଳିଆ ସାଇଡ ରେ ଜାଗା ଦେଖିବ, ସେ ସବୁ ଜାଗା ବଢି ବଢି ଚାଲିଛି। କାହିଁକି? ସେ ଜାଗାରେ ଲୋକ ଏବେ ଘର କରିବାରେ ଲାଗିଲାଣି। ବା ଜଟଣୀ ସାଇଡ ଦେଖିବ, ଆଗରୁ ସେ ଜାଗା ସବୁ ଜଙ୍ଗଲ ରହୁଥିଲା, ଏବେ ସେ ଜାଗାରେ ଲୋକ ସହର ଉପମଠରେ ଥିବା କୃଷି ଉପଯୋଗୀ ଜମିକୁ ବାସ ଉପଯୋଗୀ ଭୂମିରେ ପରିବର୍ତ୍ତନ କରୁଛନ୍ତି। ଏଇଠି ତୁମେ ଦେଖିପାରିବ 1960-61 ବେଳେ ଭୂ ବ୍ୟବହାର କଣ ଥିଲା ଆଉ 2014-15 ବେଳେ ଭୂ ବ୍ୟବହାର କଣ ଅଛି। ତ ଜଙ୍ଗଲ ତୁମେ ଦେଖିପାରିବ 18.11% ଥିଲା, ଏବେ 5.5%, ମାନେ 13% କମେଇଦେଲେ। ଆଉ ରହିଲା ସରି ଜଙ୍ଗଲ ଥିଲା ବଢି ଯାଇଛି, ମିଷ୍ଟେକ୍ ହେଇଯାଇଛି, ଭୁଲ କରିଦେଇଛି। ଜଙ୍ଗଲ ଥିଲା ଆକ୍ଚୁଆଲି 18.11%, ଜଙ୍ଗଲ ଏବେ ବଢିକିରି 23.3% ହେଇଛି। ତ ଏଇଟା ବୃଦ୍ଧି ପାଇଛି। ଯୋଉଟା ଆମର ଅନାବାଦୀ ଭୂମି ଥିଲା, ଯୋଉଟା ଚାଷ ଉପଯୋଗୀ ନଥିଲା, ଚାଷ ଅନୁପଯୋଗୀ ଅନାବାଦୀ ଭୂମି ଥିଲା, ସେଇଟା 18.11 ରୁ କମିକି 5.5% ହେଇଯାଇଛି। ଓକେ, ତ ଭୂ ସମ୍ବଳର ବ୍ୟବହାର ବିଷୟରେ ଆମେ ଜାଣିପାରିଲେ। ଅନାବାଦୀ ଭୂମି କଣ, ଗୋଚର ଭୂମି କଣ ରହିଲା, ତ ବିଭିନ୍ନ ପ୍ରକାର ଭୂମିର ବ୍ୟବହାର ଆମେ ଜାଣିପାରିଲେ। ତ ବହିରେ ଆଉ ଟିକେ ଡିଟେଲ ଦେଇଥିବ ଏଇ ଯୋଉ ଗୋଚର ଭୂମି ଗୁଡିକ ରହିଲା, ଯୋଉଗୁଡାକ ମତେ ଲାଗୁନି କେତେ, କାହିଁକିନା ଫାଷ୍ଟ ତ ମୁଁ କହିଦେଇଥିଲି, ତ ମୁଁ ସେଗୁଡାକ ଏତେ ଡିଟେଲ ଆଉ ଯାଉନି। ବର୍ତ୍ତମାନ ଦେଖିବା ଭୂ ସମସ୍ୟା କଣ, ଯୋଉଟା ଆକ୍ଚୁଆଲି ତମ ପାଇଁ ପଢିବା ଯୋଗ୍ୟ ଏବଂ ତା ଉପରେ ହିଁ ନିହାତି ଭାବରେ ଆମକୁ ଅଧିକ ଜ୍ଞାନର ଆବଶ୍ୟକତା ରହୁଛି। ଭୂ ସମସ୍ୟା କରେଣ୍ଟ ଟାଇମରେ କଣ କରୁଛି ନା, ନିହାତି ଭାବରେ ଭୂ ବ୍ୟବହାର ଆମର ନିହାତି ଅଧିକ ରହୁଛି। 95% ଭାଗ ଆମ ମୌଳିକ ଆବଶ୍ୟକତାର ଆମେ ଭୂମିରୁ ହିଁ ପାଉଛେ। ଅର୍ଥନୈତିକ ପ୍ରଗତି ସହିତ ଭୂମିର ବ୍ୟବହାରରେ ବିଶେଷ ପରିବର୍ତ୍ତନ ତଥା ଭୂକ୍ଷୟ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ଆମମାନଙ୍କୁ। ଆଉ ଅଧୁନା ଭାରତରେ ହ୍ରାସ ପାଇଥିବା କ୍ଷୟିତ ଭୂମିର ପରିମାଣ ହେଉଛି ପ୍ରାୟ 130 ନିୟୁତ ହେକ୍ଟର। କ୍ଷୟିତ ଭୂମି ମାନେ କଣ? ଆମେ ତାକୁ ଭାବିଦିଅ ସେଇଟା ଅରଣ୍ୟ ଭୂମି ଯୋଉଟା କ୍ଷୟ ପାଇଛି, ବା ଜଳ ଦ୍ଵାରା ଯୋଉ ଭୂମି ଆମର କ୍ଷୟିତ ହେଇଛି, ବା ମନୁଷ୍ୟକୃତ କାରଣ ଯୋଗୁଁ ସେଟା କ୍ଷୟିତ ହେଇଛି, ବ୍ୟବହାର ଯୋଗ୍ୟ ନୁହେଁ। ତାର କାରଣ କଣ ନା ଅରଣ୍ୟ କ୍ଷୟ, ଅଧିକ ପଶୁଚାରଣ, ଖଣିଜ ପଦାର୍ଥ ଖନନ, ଏଇ ସବୁ ଦ୍ଵାରା ହେଇଗଲା। ଧର ଗୋଟେ ଜାଗାରେ ଆମେ ଖଣିଜ ପଦାର୍ଥ ଖୋଳି ଚାଲିଛେ, ତ ସେଇ ଜାଗାରେ ଆଉ ତୁମେ ନା ତାର ସେଟାକୁ ତୁମେ ଚାଷ ଉପଯୋଗୀ କରିପାରିବ, ନା ସେଠି ତୁମେ ରହିପାରିବ, ନା କିଛି ବ୍ୟବହାର ସେଟା ହେଇପାରିବ। ତ ଖଣିଜ ପଦାର୍ଥ ଯୋଉଠୁ ଖନନ କରାଗଲା ସେ ଜାଗାରେ ତୁମେ କେବେ ରହିପାରିବ। ଏକ୍ସାମ୍ପଲ ଚିତ୍ର ଦେଖିପାରୁଥିବ, ଏଇଟା ଗୋଟେ ମାଇନିଂ ହେଇଛି, ତ ଏଇ ଯୋଉ ଏରିଆ ରହିଲା, ଏଇ ଏରିଆରେ ତୁମେ କେବେ ରହିପାରିବ କି ନା, ଏଠି ଆମେ କେବେ ଚାଷ କରିପାରିବା କି ନା, କେବେ ଗଛ ଲଗେଇପାରିବା? ଏଟା ହେଇପାରିବନି। ଗୋଟେ ରହିଲା ତମେ ଦେଖ ମିନେରାଲ ପ୍ରୋସେସିଂ, ମାନେ ଆମ ଯୋଉ ଶିଳ୍ପ ଉଦ୍ୟୋଗ ଗୁଡିକ ରହୁଛି, ଯୋଉଠି ଖଣିଜ ପଦାର୍ଥର ତାକୁ କଞ୍ଚାମାଲରୁ ଅନ୍ୟ ପ୍ରକାର ଆମର ଜିନିଷ ସବୁ ବାହାରୁଛି, ତିଆରି କରାଯାଉଛି ଶିଳ୍ପ ଗୁଡିକରେ। ଏକ୍ସାମ୍ପଲ ଦେଖ ସିମେଣ୍ଟ ଫ୍ୟାକ୍ଟ୍ରି বা ମାର୍ବଲ ଫ୍ୟାକ୍ଟ୍ରି, ସେଇ ପାଖାପାଖି ଏରିଆରେ ଏତେ ପରିମାଣରେ ଆମର କଣ ହୁଏ ନା ଡଷ୍ଟ ଫର୍ମେସନ ହୁଏ, ଯୋଉ ଧୂଳି କଣା ଗୁଡିକ ଏତେ ପରିମାଣରେ ବାହାରିଥାଏ ବାୟୁମଣ୍ଡଳରେ, ସେ ଜାଗା ପୁରା ପ୍ରଦୂଷିତ ହୋଇଯାଇଥାଏ।
ଆଉ ପାଣିରେ ମଧ୍ୟ ସେଗୁଡ଼ିକ ମିଶିବ, ତେଣୁ ପାଣି ବି ପ୍ରଦୂଷିତ, ତେଣୁ ସେ ଜାଗାରେ ରହିବା ଯୋଗ୍ୟ ଆଉ ନୁହଁ। ଇଣ୍ଡଷ୍ଟ୍ରିଆଲ ଇନଫ୍ଲୁଏନ୍ସ, ଯମୁନା ନଦୀ କ'ଣ ପାଇଁ ପ୍ରଦୂଷିତ, ଗଙ୍ଗା ନଦୀ କ'ଣ ପାଇଁ ପ୍ରଦୂଷିତ? କାହିଁକି ନା ଡାଇରେକ୍ଟଲି ଯୋଉ ଶିଳ୍ପ ଗୁଡ଼ିକ ରହିଲେ, ତାଙ୍କର ଯୋଉ ଜଳ ଗୁଡ଼ିକ ରହିଲା, ଶିଳ୍ପରୁ ଯୋଉ ଜଳ ବାହାରିଲା, ସେଗୁଡ଼ିକୁ ସେମାନେ ସିଧାସଳଖ ପାଣି ଭିତରୁ ଛାଡ଼ିଦେଲେ, ନଈ ଭିତରୁ ଛାଡ଼ିଦେଲେ ବିନା ଟ୍ରିଟମେଣ୍ଟରେ। ଆମର ଯୋଉ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଥାଏ, ଏସଟିପି, ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟରେ ସେଗୁଡ଼ିକୁ ଆମେ ପ୍ରୋସେସ କରେଇକିରି ଫାଇନାଲ ଷ୍ଟେଜରେ ପଠେଇବା କଥା ପାଣି ଭିତରକୁ, ଆମର ନଦୀ ଭିତରକୁ, କିନ୍ତୁ ସେଟା କରୁନାହାନ୍ତି। ତା ଦ୍ୱାରା ବି ହଉଛି ଓଭର ଇରିଗେସନ, ମାନେ ଅଧିକ ପରିମାଣରେ ତୁମେ ଯୋଉ ରାସାୟନିକ ସାରର ବ୍ୟବହାର କରୁଛ, ଅଧିକ ଚାଷ ତମେ କରିଦେଲ, ତ ସେଇ ଜାଗାରେ କ'ଣ ହବ ନା ଆମର ଲବଣ ଅଂଶ ବଢିଯାଏ ଏବଂ କ୍ଷାର ଅଂଶ ବି ବଢିଯାଏ, ଯୋଉଟା କି ପଞ୍ଜାବ ହରିୟାଣାରେ ଅଧିକ ପରିମାଣରେ ହେଉଛି। ତ ଯୋଉଠି ଲବଣ ଅଂଶ କ୍ଷାର ଅଂଶ ଅଧିକ ହେଇଯିବ, ସେ ଜାଗାରେ ଆମେ ଚାଷ ଭଲ କରିପାରିବା ନାହିଁ। ତାପରେ ଆମେ ଦେଖିବା କୋଉ ଜାଗାରେ ଅଧିକ ପରିମାଣରେ ଜଙ୍ଗଲ କ୍ଷୟ କରାହଉଛି, ଡିଫରେଷ୍ଟେସନ ଆଉ ମାଇନିଂ ହଉଛି। ତୁମେ ଏଠି ଚିତ୍ର ଦେଖିପାରୁଥିବ, ମଧ୍ୟପ୍ରଦେଶ ରହିଲା, ଝାଡ଼ଖଣ୍ଡରେ ବହୁତ ପରିମାଣରେ ମାଇନିଂ ହେଉଛି, ଛତିଶଗଡ଼ରେ ବି ବହୁତ ପରିମାଣରେ ମାଇନିଂ ହେଉଛି, ମାନେ ଖଣିଜ ଉତ୍ତୋଳନ ହେଉଛି। ଓଭର ଗ୍ରେଜିଂ ମାନେ ଅଧିକ ପରିମାଣରେ ଗୋଚର ଭୂମି ବ୍ୟବହାର କୋଉଠି ହେଉଛି, ଗୁଜରାଟରେ ହେଉଛି, ମହାରାଷ୍ଟ୍ରରେ ହେଉଛି, ଆଉ ମାନେ ଗୋଆ କର୍ଣ୍ଣାଟକ ସେଇ ରିଜନ ହେଉଛି। ତାପରେ ଝୁମ ଚାଷ ଯୋଉ କହିଲେ ବା ପୋଡୁ ଚାଷ କହିଲେ, ଓଡ଼ିଶା ଝାଡ଼ଖଣ୍ଡ ସେଇ ରିଜନରେ ଆମର ହେଉଛି। ତ ଏଇ ସବୁ ଆମର ସମସ୍ୟା ରହୁଛି, ଭୂ ସମସ୍ୟା। ବର୍ତ୍ତମାନ ତାର ସମାଧାନ ଆମେ ଦେଖିବା। ସମାଧାନ ତୁମେ ନିହାତି ଭାବରେ ଜାଣିଛ, ଜଙ୍ଗଲ ବନାଅ, ପୁନଃ ବନୀକରଣ କର, ପଶୁଚାରଣ ଟିକେ ନିୟନ୍ତ୍ରିତ କର, ପ୍ରତିରକ୍ଷା ବଳ ରୂପେ କୃଷି ଏବଂ ଅରଣ୍ୟ ଭୂମିର ସଂରକ୍ଷଣ କର, ପଶୁଚାରଣ, ବାଲୁକା ପାହାଡ଼ ଇତ୍ୟାଦି ବୃଦ୍ଧିର ସଂକୋଚନ। ମେନ୍ ତମେ ସବୁଠି ଦେଖିପାରୁଛ, ପଶୁଚାରଣ ଆମକୁ ଟିକେ କମ କରିବାକୁ ପଡିବ। ଓକେ, ପଶୁଚାରଣ କମ ଏଠି କ'ଣ ପାଇଁ କୁହାଯାଉଛି ନା, ଆମ ଭାରତରେ ତୁମେ ଯଦି ଦେଖିବ, ଗୋଟେ ଷ୍ଟାଟିଷ୍ଟିକ୍ସ ଦେଖିବ, ଯେତିକି ପରିମାଣରେ ଆମେ ମଣିଷ ରହୁଛେ, ସେତିକି ପରିମାଣରେ ପାଖାପାଖି ଆମର ଗାଈ ରହୁଛନ୍ତି, କି ତାଠୁ ଅଧିକ ବି ରହୁଥିବେ। ତ ଯୋଉ ଏତେ ପରିମାଣର ଗାଈ ରହିଲେ, ତାଙ୍କର ଚାରଣ ପାଇଁକା, ତାଙ୍କ ଚାରା ପାଇଁକା ଆମେ କ'ଣ କରୁଛେ, ଚାଷ କରୁଛେ, ମାନେ ତାଙ୍କୁ ଚାରା ଯୋଗାଇବା, ସେଥିପାଇଁ ଚାଷ କରୁଛେ। ଗାଈ ମାନେ ବି ବାହାରେ ଚଳୁଛନ୍ତି, ତ ସେଇଥିପାଇଁ କ'ଣ ହଉଛି ନା, ଏକରେ ତ ଆମର ଯୋଉ କାର୍ବନ ଏମିଶନ ଅଧିକ ହଉଛି, ମାନେ CO2 ଆମର ବା ମିଥେନ ଗ୍ୟାସ ଅଧିକ ପରିମାଣରେ ମିଳୁଛି ବାୟୁମଣ୍ଡଳକୁ, ଯୋଉଟା କି ଆମ ବିଶ୍ୱ ତାପନ ପାଇଁକା ଗୋଟେ ମେନ୍ ରିଜନ, ବା ଆମର ସବୁଜ କୋଠରୀ ପ୍ରଭାବ ପାଇଁକା ବି ଗୋଟେ କାରଣ ହେଇପାରେ। ତା ସହିତ ସେ ଯୋଉ ଗାଈ ରହିଲେ, ତାଙ୍କର ମାଂସ ବି ବାହାରକୁ ଏକ୍ସପୋର୍ଟ କରାଯାଉଛି। ତେଣୁ ୟା ଦ୍ୱାରା କ'ଣ ହଉଛି ନା, ଆମର ନିହାତି ଭାବରେ ଏଇଟା ଗୋଟେ ପ୍ରକାର ସମସ୍ୟା, କି ଗାଈଟାକୁ ଆମେ ବର୍ତ୍ତମାନ ସମୟରେ ଗୋଟେ ଆଉ ଗୋଟେ ଜୀବ ହିସାବରେ ଆମେ ଦେଖୁନେ, ସେ ତାକୁ ଆମେ ଗୋଟେ ଟାଇପର ଶିଳ୍ପ ହିସାବରେ ଦେଖୁଛେ। ଠିକ ତା ଦେହରେ ଆମେ ଇନଭେଷ୍ଟମେଣ୍ଟ କରୁଛେ, ତା ଦେହରେ ରିଟର୍ନ କ'ଣ ପାଉଛେ ନା, ମାଂସ, କ୍ଷୀର ଆଉ ଅନ୍ୟ ପଦାର୍ଥ ସମାନ ପାଇଲେ। ତେଣୁ ସେମିତି ଯଦି ଆମେ ବ୍ୟବସାୟୀକରଣ ଗୋଟେ ଜୀବନ ନ କରିକି, ତାକୁ ଯଦି ଆମେ ନର୍ମାଲ ଗୋଟେ ଜୀବ ହିସାବରେ ଦେଖିବା, ତାହେଲେ ବୋଧହୁଏ ଏତେ ସବୁ ଅସୁବିଧା ହେଇପାରିବନି। ଶିଳ୍ପ କେନ୍ଦ୍ରରୁ ନିର୍ଗତ ବର୍ଜ୍ୟବସ୍ତୁର ସୁପରିଚାଳନା କରିବ। ତୁମେ ଦେଖିପାରୁଥିବ, ସହର ଗୁଡ଼ିକରେ ମ୍ୟୁନିସିପାଲିଟି ଯୋଉ ସହର ଗୁଡ଼ିକ ରହୁଛି, ସେ ଜାଗାରେ କ'ଣ କରାଯାଉଛି ନା, ସକାଳୁ ସକାଳୁ ଆସୁଛନ୍ତି କଲେକ୍ସନ କରିବା ପାଇଁକା ଅଳିଆ, ଏବଂ ଅଳିଆ ଆବର୍ଜନା ଯୋଉ କଲେକ୍ସନ ହଉଛି, ତାର ଠିକ ସେ ପରିଚାଳନା ହଉନି। ସହରର ଏଣ୍ଡରେ ଗୋଟେ ଥାଏ ଲ୍ୟାଣ୍ଡ ଫିଲ୍, ଏମିତି ଲ୍ୟାଣ୍ଡ ଫିଲ୍ ରହିଥିବ, ପୁରା ପାହାଡ଼, ଟନ୍ ଟନ୍ ପ୍ରତିଦିନ ଏତେ ଟନ୍ର ଅଳିଆ ସେଠି ଆବର୍ଜନା ରହୁଛି ନା, ଟନ୍ ଟନ୍ର ପାହାଡ଼ ସେଗୁଡ଼ିକ ଗଦା ହେଇ ଚାଲିଛି, ଯୋଉଟାକୁ ଲ୍ୟାଣ୍ଡ ଫିଲ୍ କୁହାଯାଏ। ତ ସେଇ ବର୍ଜ୍ୟବସ୍ତୁର ସୁପରିଚାଳନା କରିବା ଦରକାର। ତା ଦେହରୁ ବି ଆମର ସେଇ ଲ୍ୟାଣ୍ଡ ଫିଲ୍ ଗୁଡାକ ଯଦି ମ୍ୟାନେଜମେଣ୍ଟ ଠିକଠାକ ହବ, ତାହେଲେ ବି ସେଇ ଜାଗା ଆମର ବାହାରିଯିବ, ଯୋଉଟା କି ଇନ୍ଦୋରରେ ରିସେଣ୍ଟଲି ସୁପରିଚାଳନା ବହୁତ ସୁନ୍ଦର ଭାବରେ ହେଇଥିଲା। ତାଙ୍କର ଗୋଟେ ଜିଲ୍ଲା, ଆମର ଯେ ଜିଲ୍ଲାପାଳ କିମ୍ବା ତାଙ୍କର କମିଶନର ଯିଏ ଥିଲେ, ବହୁତ ସୁନ୍ଦର ଭାବରେ କାମ କରୁଛନ୍ତି। ଏବଂ ଯୋଉଟା କେବେ ଭାବି ହଉନଥିଲା କି ଏତେ ଟନ୍ର ବର୍ଜ୍ୟବସ୍ତୁ ଯୋଉ ଜାଗାରେ ରହିଥିଲା, ସେ ଜାଗା କେବେ ନର୍ମାଲ ଆମର ବ୍ୟବହାର ଉପଯୋଗୀ ହେଇପାରିବ। ଠିକ ଅଛି, ତ ତାର ସୁପରିଚାଳନା ହବା ଦରକାର, ବା ଶିଳ୍ପରୁ ଯୋଉ ବାହାରୁଛି ତାର ବି ସୁପରିଚାଳନା ହେବା ଦରକାର। ବର୍ଜ୍ୟବସ୍ତୁ ଭୂ ବ୍ୟବହାରର ଗୋଟେ ସୁଚିନ୍ତିତ ଯୋଜନା ପ୍ରଣୟନ ହେବା ଦରକାର। ଆଉ ନଦୀ ଦ୍ୱାରା କିମ୍ବା ପବନ ଦ୍ୱାରା ହେଉଥିବା ଭୂକ୍ଷୟକୁ ପ୍ରତିରୋଧ କରିବାର ଉପାୟ ଦରକାର। ନଦୀ ଦ୍ୱାରା କେମିତି ଭୂକ୍ଷୟ ହେଉଛି, ବା ସମୁଦ୍ର ଦ୍ୱାରା ଆମେ ଦେଖିପାରୁଛେ ଏବେ ଭୂକ୍ଷୟ ବହୁତ ପରିମାଣରେ ହେଉଛି, କାହିଁକି ନା ଆମର ବିଶ୍ୱତାପନ ଯୋଗୁଁ ସମୁଦ୍ର ସ୍ତର, ଜଳସ୍ତର ବଢିବାକୁ ଲାଗିଛି, ଏବଂ ସମୁଦ୍ର ଧୀରେ ଧୀରେ ମାଡ଼ି ଆସୁଛି ସ୍ଥଳଭାଗକୁ। ତ ସ୍ଥଳଭାଗରେ ତୁମେ ଦେଖିପାରୁଥିବ, ଯୋଉଟା
50 ବର୍ଷ ତଳେ ସମୁଦ୍ର ଯୋଉ ଜାଗାରେ ଥିଲା ଏବେ ତାଠାରୁ ବହୁତ ଆଗକୁ ପଳେଇ ଆସୁଛି। ତେଣୁକରି ସମୁଦ୍ର କୂଳରେ ଆମେ ପଥରର ମାନେ ଯୋଉ ଜାଗାରେ ଲୋକ ରହୁଥିବେ, ବ୍ୟବହାର ଅଧିକ ରହୁଥିବ ଜମିର, ତ ସେଇ ଜାଗାରେ ଆମେ ପଥରର ବନ୍ଧ ଆମେ ବନେଇବା ଦରକାର, ସୋ ଦ୍ୟାଟ୍ ପାଣି ସେଇଠି ମାଡ଼ ହବ ଆଉ ବାଲି କ୍ଷୟ ହବନି, ସେ ଜାଗାକୁ ବେଶୀ କ୍ଷୟ କରିପାରିବନି। ନହେଲେ ଆମର ଯୋଉ ହିନ୍ତାଳ ବଣ ଦେଖୁଛେ ବା ଝାଉଁ ବଣ ଦେଖୁଛେ ସେଗୁଡିକ ଅଧିକ ପରିମାଣରେ ରହିଲେ ମଧ୍ୟ ହେଇପାରିବ, ସେ ବଣ ଗୁଡିକ କାଟିବା ନାହିଁ। ନୂତନ ଜଙ୍ଗଲ ଆମେ ସୃଷ୍ଟି କରିଚାଲିବା। ତ ଏଇ ସବୁ ଆମର ଏଗୁଡାକ କିଛି ଆମକୁ ଘୋଷିବା କିଛି ଦରକାର ନାହିଁ, ତୁମେ ଡାଇରେକ୍ଟଲି ଜାଣିପାରୁଥିବ କଣ କଣ ଆମେ ଷ୍ଟେପ୍ସ ନେଲେ ଆମର ଯୋଉ କ୍ଷୟ ସମସ୍ୟାର ଆମେ ସମାଧାନ କରିପାରିବା। ଏତିକିରେ ଚାପ୍ଟର ସରୁଛି। ତ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ, କମେଣ୍ଟ ଦେବାକୁ ଭୁଲିବେ ନାହିଁ। ଆଉ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ୟାର ନୋଟଟା ତୁମେ ୱେବସାଇଟ୍ରୁ ପାଇଯିବ। ଟେଲିଗ୍ରାମ ଗ୍ରୁପ ଜଏନ୍ କରିପାରିବେ। ଆଉ ଯଦି କିଛି ରିକ୍ୱାରମେଣ୍ଟ ଥିବ ଆମକୁ ସେଠି କହିଲେ ଆମେ ସେ ଅନୁସାରେ ତୁମକୁ ମ୍ୟାଟେରିଆଲ ପ୍ରୋଭାଇଡ୍ କରିଦେବୁ। କ୍ୱେଶ୍ଚିନ୍ସ ବି ଯଦି ଦରକାର ଥିବ ଆମେ ଟେଲିଗ୍ରାମ ଗ୍ରୁପରେ ତୁମକୁ ଦେଇଦେବୁ, ରିକ୍ୱେଷ୍ଟ ପକାଇବୁ। ତ ଏତିକି ରଖୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।